ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦୁଇଟି ବିଷୟ ଆମେ ଜାଣୁନାହୁଁ। ପ୍ରଥମ ବିଷୟ, ପ୍ରଭୁ ଯୀଶୁଖ୍ରୀଷ୍ଟ କେଉଁ ସମୟରେ ମେଘମାଳାରେ ଆଗମନ କରିବେ ଆମମାନେ କେହି ଜାଣୁନାହୁଁ, ସ୍ୱର୍ଗର ଦୂତମାନେ ମଧ୍ୟ ତାହା ଜାଣନ୍ତି ନାହିଁ। ଆଉ ଦ୍ୱିତୀୟ ବିଷୟ ହେଲା, ଆମେ ଏହି ଜଗତ ଛାଡ଼ି ଆମେ କେବେ ଯିବୁ ତାହା ମଧ୍ୟ ଆମେ ଜାଣୁନାହୁଁ। ପ୍ରିୟମାନେ, ଆମମାନେ ସମସ୍ତେ ଏହା ଜାଣୁ ଯେ ଗତକାଲି ପ୍ରଭୁଙ୍କ ଦାସ ଆଚାର୍ଯ୍ୟ କିଶୋର ଦିଗାଲ ସେ ପ୍ରଭୁଙ୍କ ବିଶ୍ରାମରେ ସେ ପ୍ରବେଶ କରିଅଛନ୍ତି। ଏହା ସମସ୍ତ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ନିମନ୍ତେ ଅତ୍ୟନ୍ତ ଗୋଟିଏ ଦୁଃଖର ଖବର ଅଟେ। ପ୍ରଭୁଙ୍କ ଦାସ ଦୀର୍ଘ ବର୍ଷ ଧରି ପ୍ରଭୁଙ୍କ ସେବାରେ ଥିଲେ, ଆଉ ତାଙ୍କ ସେବା କାର୍ଯ୍ୟ ଦ୍ୱାରା ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି। ଅନେକ ମନ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟକୁ ଆସିଛନ୍ତି। ପରମେଶ୍ୱର ତାଙ୍କୁ ଯେଉଁ ସେବାର ଦାୟିତ୍ୱ ଭାର ଦେଇଥିଲେ, ମୁଁ ବିଶ୍ୱାସ କରେ ସେ ନିଜର ସେବାକୁ ସମାପ୍ତ କରିଛନ୍ତି। ନିଜର ଦୌଡ଼କୁ ସେ ପୂର୍ଣ୍ଣ କରି ପ୍ରଭୁଙ୍କ ବିଶ୍ରାମରେ ସେ ପ୍ରବେଶ କରିଛନ୍ତି। ତାଙ୍କ ବିୟୋଗରେ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ବିୟୋଗରେ ସମାଜ ମଣ୍ଡଳୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆଉ ନିହାତି ଏହା ପ୍ରତ୍ୟେକଙ୍କ ନିମନ୍ତେ ଅତ୍ୟନ୍ତ ଦୁଃଖର ବିଷୟ ଅଟେ। ମାତ୍ର ବାଇବଲ ଆମମାନଙ୍କୁ କହେ, ଗୀତ ସଂଗୀତା 116 ଗୀତର 15 ପଦରେ, ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ। ପ୍ରିୟମାନେ, ସଦାପ୍ରଭୁଙ୍କ ଦୃଷ୍ଟିରେ ସମସ୍ତଙ୍କ ମରଣ ବହୁମୂଲ୍ୟ ନୁହେଁ, ମାତ୍ର ତାଙ୍କର ସଦ୍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ। ପ୍ରଭୁ ତାଙ୍କ ଦାସଙ୍କୁ ଅତି ସୁନ୍ଦର ଭାବରେ ଆଉ ଅତି ଶକ୍ତିଶାଳୀ ଭାବରେ ଦୀର୍ଘ ବର୍ଷ ଧରି ଏହି ଧରାପୃଷ୍ଠରେ ତାଙ୍କର ଗୌରବ ନିମନ୍ତେ ସେ ବ୍ୟବହାର କଲେ। ଆଉ ଯେଉଁ ସମୟରେ ତାଙ୍କର ସେବାର କାର୍ଯ୍ୟ ସେ ସମ୍ପୂର୍ଣ୍ଣ କରିଛନ୍ତି, ସେହି ସମୟରେ ସେ ତାଙ୍କୁ ନିଜ କୋଳକୁ ନିଜ ନିକଟକୁ ଡାକିଲେ। ପ୍ରିୟମାନେ, ଆମ୍ଭେମାନେ ମଧ୍ୟ ଏହି ଜଗତରେ ପ୍ରଭୁଙ୍କର ଉଦ୍ଦେଶ୍ୟକୁ ସାଧନ କରିବା ପାଇଁ ଆମେ ଆସିଛୁ। ଆମେ ଯେଉଁଦିନ ପ୍ରଭୁ ଆମକୁ ଯେଉଁ ନିରୂପିତ କାର୍ଯ୍ୟ ଦେଇଛନ୍ତି ତାହା ଯେଉଁ ସମୟରେ ଆମେ ସମାପ୍ତ କରିବା, ଆମେ ମଧ୍ୟ ପ୍ରଭୁଙ୍କ କୋଳକୁ ଆମେ ଚାଲିଯିବା। ଯେଉଁମାନେ ସେହି ଦୁଃଖିତ ପରିବାର ନିଜର ସ୍ୱାମୀଙ୍କ ବିୟୋଗରେ, ନିଜ ବାପାଙ୍କ ବିୟୋଗରେ ଯେଉଁ ପ୍ରକାର ଦୁଃଖରେ ଅଛନ୍ତି, ସେହି ଦୁଃଖିତ ପରିବାର ନିମନ୍ତେ ଆପଣ ସମସ୍ତେ ଦୟାକରି ପ୍ରାର୍ଥନା କରିବେ। କାରଣ ପ୍ରଭୁଙ୍କ ଦାସଙ୍କ ବିୟୋଗରେ ପରିବାର ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି, ଆଉ ମଣ୍ଡଳୀ ଅତ୍ୟନ୍ତ ଦୁଃଖରେ ଅଛନ୍ତି। ଯେ ପ୍ରକାର କି ପରମେଶ୍ୱର ତାଙ୍କୁ ସେହି ଦୁଃଖରୁ ବାହାର କରିବେ, ତାଙ୍କେ ଶାନ୍ତି ସାନ୍ତ୍ୱନା ପାଇବେ, ଏଥି ନିମନ୍ତେ ଆପଣ ସମସ୍ତଙ୍କୁ ମୁଁ ନିବେଦନ କରୁଛି, ଆପଣ ଦୟାକରି ସେହି ଦୁଃଖିତ ପରିବାର ନିମନ୍ତେ ପ୍ରାର୍ଥନା କରିବେ। କାରଣ ପରମେଶ୍ୱର ସେମାନଙ୍କୁ ଏହି ସମୟରେ ବଳ ଦେବେ, ଶକ୍ତି ଦେବେ, ଆଉ ସେମାନେ ପୁନର୍ବାର ସେମାନେ ପ୍ରଭୁଙ୍କ ଠାରେ ସୁସ୍ଥିର ହୋଇ ଲାଗି ରହିପାରିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମେ ସେହି ଦୁଃଖିତ ପରିବାର ନିମନ୍ତେ ଆମେ ପ୍ରାର୍ଥନା କରୁଥିବା। କାରଣ 24 ତାରିଖ ଦିନ, ଏହି ନଭେମ୍ବର ମାସ 24 ତାରିଖ ଦିନ ବାରଖମା, କନ୍ଧମାଳର ବାରଖମା ଗ୍ରାମରେ ତାଙ୍କର ଫ୍ୟୁନେରାଲ ସର୍ଭିସଟା ରହିଛି। ଆପଣମାନେ ଯଦି ସେହି ଅଞ୍ଚଳରେ ରହୁଛନ୍ତି, ତାହେଲେ ନିହାତି ଆପଣମାନେ ସେହି ସମାଧି କାର୍ଯ୍ୟକ୍ରମକୁ ଯାଆନ୍ତୁ। ଆଉ ଦୁଃଖିତ ପରିବାରକୁ ଶାନ୍ତି ସାନ୍ତ୍ୱନାର କଥା କୁହନ୍ତୁ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ, ଯେ ପ୍ରକାର କି ସେମାନେ ଏହି ପ୍ରକାର ଗଭୀର ଦୁଃଖରୁ ବାହାରି ଆସି ପୁନର୍ବାର ପ୍ରଭୁଙ୍କ ନିମନ୍ତେ ଠିଆ ହୋଇ ପ୍ରଭୁଙ୍କ ସେବାରେ ସେମାନେ ଲାଗି ରହିବେ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ପବିତ୍ର ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ପ୍ରଭୁ, ଏହି ପୃଥିବୀରେ ଆମେ ବିଦେଶୀ ଆଉ ପ୍ରବାସୀ ଅଟୁ। ଏହି ପୃଥିବୀ ଆମମାନଙ୍କର ସବୁଦିନର ଘର ନୁହେଁ, ମାତ୍ର ଆମମାନଙ୍କର ନିଜ ଘରକୁ ଆମକୁ ଯିବାକୁ ପଡ଼ିବ। ଆମେ ଏହି ସ୍ଥାନରେ ଯେତେ ଦିନ ଆମେ ରହୁଛୁ, ତୁମର ଇଚ୍ଛା ଅନୁସାରେ ଆମେ ଜୀବନଯାପନ କରିପାରିବୁ। ଦୟାକରି ସାହାଯ୍ୟ କର। ଆମେ ପ୍ରାର୍ଥନା କରୁଛୁ ତୁମ ଦାସ କିଶୋର ଦିଗାଲ ଆଜ୍ଞାଙ୍କର ଦୁଃଖିତ ପରିବାର ନିମନ୍ତେ, ତାଙ୍କ ସ୍ତ୍ରୀ ନିମନ୍ତେ, ତାଙ୍କର ପୁଅ ଝିଅ ନିମନ୍ତେ, ତାଙ୍କର ଆତ୍ମୀୟ ସ୍ୱଜନ ସମସ୍ତଙ୍କ ନିମନ୍ତେ ଦୟାକରି ତୁମେ ସେମାନଙ୍କୁ ଶାନ୍ତି ସାନ୍ତ୍ୱନା ଦିଅ।
ଆଉ ସେମାନେ ଯେ ପ୍ରକାର ଏହି ଦୁଃଖରୁ ବାହାରି ପୁନର୍ବାର ତୁମଠାରେ ସୁସ୍ଥିର ହୋଇ ତୁମ ସେବା ଆରାଧନା କରୁ କରୁ ଆଗକୁ ବଢ଼ିବେ ସାହାଯ୍ୟ କର। ତାଙ୍କର ଯେଉଁ ସମାଧି କାର୍ଯ୍ୟକ୍ରମ 24 ତାରିଖ ଦିନ ରହିଛି ତାହା ମଧ୍ୟ ଠିକ୍ ଭାବରେ ହେଇପାରିବ, ସେଥିପାଇଁ ମଧ୍ୟ ତୁମେ ଅନୁଗ୍ରହ ପ୍ରଦାନ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ନମସ୍କାର। ଗଡ୍ ବ୍ଲେସ୍ ୟୁ।